हाय फ्रेंड जय जगन्नाथ। आज आमर ठाकुर परिसर देखु आमर सफासफी सब चली। आज दिनटा ठाकुर पाखर आरंभ हो माने दिन सारा जहाँ जहाँ भी हम आम आपन को अपडेट करेबू। हाय फ्रेंड कौन कर दीदी? सकालू सकालू आमर आरंभ हो मंदिर आज तो बहुत सारा कम अच्छी कौन कौन हो मीटिंग कौन कौन हो निश्चित आपको जनइबी। देखो आम पिला सहित सफा समस्त सफासफी माने फ्रेंड जय जगन्नाथ। देखु भाई ना भी पूजा करुछंती आम मंदिर रे। आमर माने मंदिर भितर सफासफी चली। दीदी कौन कर पानी दौची। हाय फ्रेंड पानी दौची सफासफी चलती सफा पुणी चलो। आज तो आम मीटिंग अच्छी ना बुझ आज कौ मीटिंग अच्छी 16 डेज एक्टिविटीज ऊपर वोमेन्स वायलेंस ऊपर गोटे मीटिंग अच्छी 3टार। हाँ 3टा टाइम रे हमें सहीटा भी आपण मान को अपडेट करेबू। आज ठाकुर पाखर आरंभ हो माने दिन सारा पूरा बहुत भलरे जीव। देखु आमर गछ ठाकुर केते बढ़िया बढ़िया गछ है। गछरा सब जली जाइए पानी न देकरी आम आउ थे भल गछ लगेबू। लगे सारा पर आम आउ थे भी अपडेट करेबू। आज आमर 3टा टाइम रे वोमेन्स वायलेंस ऊपर गोटे मीटिंग अच्छी। समस्ते आसवे आपण मैंने भी जापर वोमेन मान ऊपर केते निर्यातित एवं अवहेलित निष्पेदित महिला मान धर्षण करुछंती। समस्ते आम स्वर उठेबा उठेकी ये देखु आम बसी काम करी पूरा हालिया हो गले। समस्ते आज पूरा काम लगी पड़ी। ठाकुर सेवा कले माने निजक भी भल लगे टिके। आमर पूजा भी स्टार्ट हो गला मंदिर रे। नना पूजा करुछंती।
ଅଛନ୍ତି ତ ମୁଁ ବର୍ତ୍ତମାନ ଅନୁରୋଧ କରୁଛି ପ୍ରୋଟେକ୍ସନ ଅଫିସରକୁ ମାନେ କିଛି କହିବା ପାଇଁ ଆପଣମାନଙ୍କ ପାଇଁ କଣ ନ୍ୟାୟ ଅଛି, କଣ ଆଇନ କାନୁନ ଅଛି, କଣ ସୁବିଧା ସୁଯୋଗ ଅଛି, ତ ସେଇ ବିଷୟରେ ଜାଣିବା ପାଇଁ ମୁଁ ବର୍ତ୍ତମାନ ପ୍ରୋଟେକ୍ସନ ଅଫିସରକୁ ଅନୁରୋଧ କରୁଛି। ଧନ୍ୟବାଦ। କାର୍ଯ୍ୟକ୍ରମକୁ ସ୍ୱାଗତ। କାଶୀପୁର ଅଧିବାସୀମାନେ ଆମର ସଫିସରର ଅଧିବାସୀମାନେ ଏବଂ ଗ୍ରାମବାସୀ ଯେଉଁମାନେ ଆସିଛନ୍ତି ସମସ୍ତଙ୍କୁ ଆଜିର କାର୍ଯ୍ୟକ୍ରମକୁ ସଫିସରର ତରଫରୁ ଆମ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆପଣ ତ ଜାଣିଥିବେ ଆମର ମହିଳା ବିରୋଧୀ ହିଂସା କେତେ ମାତ୍ରାରେ ବଢ଼ି ଚାଲିଛି ଦିନକୁ ଦିନ। ସରକାର ଯେତେ ସବୁ ନିୟମ ଆଣିଲେ, ଆଇନ କାନୁନ ଆଣିଲେ, ତଥାପି ମଧ୍ୟ ଆମର ହିଂସାତ୍ମକ କାର୍ଯ୍ୟପନ୍ଥା ଗୁଡ଼ାକ ଦିନକୁ ଦିନ ବଢ଼ି ଚାଲିଛି। କିନ୍ତୁ ଆମେ ଯେ ପର୍ଯ୍ୟନ୍ତ ତୃଣମୂଳ ସ୍ତରରୁ ଏଇ ଯୋଉ ହିଂସା ବିରୋଧୀ କାର୍ଯ୍ୟକ୍ରମକୁ ବିରୋଧ ନ କରି ଆସିଛୁ, ସମସ୍ତେ ସ୍ୱର ଉତ୍ତୋଳନ କରିକି ବିରୋଧ ନ କରିଛୁ, ସେ ପର୍ଯ୍ୟନ୍ତ ଏଇଟାକୁ ଆମେ ବନ୍ଦ କରିପାରିବା ନାହିଁ। ତେଣୁ ସମସ୍ତେ ଆମେ ଏଠି ସଚେତନ ହେବା ଦରକାର ଯେ ଆମର ମୋର କଣ ଦାୟିତ୍ୱ ଅଛି, ମୋର କଣ ରାଇଟ୍ସ ଅଛି, ଆଉ ତା ବିରୁଦ୍ଧରେ ଯଦି ମୋ ପ୍ରତି କିଛି ଅନ୍ୟାୟ ଅତ୍ୟାଚାର ହୁଏ ମୁଁ ସ୍ୱର ଉତ୍ତୋଳନ କରିବି। କୋଉ ଜାଗାକୁ ଗଲେ ମତେ ପ୍ରକୃତରେ ମୋର ନ୍ୟାୟ ମିଳିପାରିବ, ସେଇ ଜାଗାଗୁଡ଼ିକ ଆମ ପାଖରେ ରହିବା ଦରକାର। ଆଉ ଆମେ ମଧ୍ୟ ଜାଣିବା ଦରକାର ଯେ ମୋ ପାଇଁ କୋଉ ପ୍ରକାର କ୍ରାଇମ କଲେ କୋଉ ପ୍ରକାର ନ୍ୟାୟ ସରକାର ଆମ ପାଇଁ କହିଛନ୍ତି, ସେଇ ଜାଗାକୁ ଗଲେ କି ମତେ ଉପଯୁକ୍ତ ନ୍ୟାୟ ମିଳିପାରିବ। ତେଣୁ ମୁଁ ଠିକଣା ଜାଗାରେ ପହଞ୍ଚିବା ଦରକାର, ଠିକଣା ଲୋକଙ୍କ ସମ୍ମାନ ଦଉ। ନାରୀମାନେ କେମିତି ସୁରକ୍ଷା ରହିବେ, ଗୋଟେ ମା ଗୋଟେ ଝିଅର ସବୁଠୁ ଭଲ ସାଙ୍ଗ। ଯଦି ମାଟିଏ ଝିଅକୁ ସୁଧାରବା ସାଙ୍ଗେ ଆଜିକାଲି ଏଜରୁ ପିଲାମାନେ ଭୁଲ କରୁଛନ୍ତି। ଛୋଟ ଛୋଟ ପିଲାମାନେ ବହୁତ ସାରା ଭୁଲ ପଦକ୍ଷେପ ନେଉଛନ୍ତି, ଭଲ ପାଉଛନ୍ତି, ଏମିତିକି ବହୁତ କମ୍ ଏଜରେ ପ୍ରେଗନେଣ୍ଟ ହେଉଛନ୍ତି, ବଳାତ୍କାର ହେଉଛନ୍ତି, ବହୁତ ସାରା ଜିନିଷ ହେଉଛି। ଖାଲି କି ପୁରୁଷ ପ୍ରଧାନ ଦେଶରେ ଆମ ଭାରତ ପୁରୁଷ ପ୍ରଧାନ ଦେଶ, କିନ୍ତୁ ନାରୀମାନେ ବି ସବୁବେଳେ କଣ ସବୁବେଳେ ବଳାତ୍କାର ଗୋଟେ ସବୁ ଅତ୍ୟାଚାରର ଶିକାର ହେଉଛନ୍ତି। ପ୍ରଥମେ ଗୋଟେ ମା ତା ଝିଅକୁ ତ ସବୁବେଳେ ଖେଳି ରହିବା ତାର ଯୌବନ ପ୍ରାପ୍ତ କରୁଛି, ତାକୁ ସବୁବେଳେ କରିବୁନୁ, ସେଠି ରାତିରେ ଖେଳିବୁନୁ, ତା ସହିତ ମିଶ, ତା ମେଣ୍ଟାଲିଟି ସବୁ ଜାଣନ୍ତି, କୋଉ ମେଣ୍ଟାଲିଟି ତାହେଲେ ସେ କେବେ କ୍ରାଇମ୍ କରିବାକୁ ଯିବନି। ଏଥିରେ ଯୋଉ ଆମର ପିଲାମାନେ ରହୁଛନ୍ତି ସେମାନେ ଯାହା କରୁଛନ୍ତି ଅଳ୍ପ ମାତ୍ରାରେ ଭୁଲ ଥାଏ, ତାଙ୍କ ଭୁଲଟାକୁ ପଛରେ ପକେଇକି ଭୁଲ କରୁଛନ୍ତି। ତାଙ୍କ ଜୀବନରେ ଆଗକୁ ନବା ସମାଜରେ ସିଏ ବି ଜାଣିଛନ୍ତି ପ୍ରତିଷ୍ଠିତ ହେବେ। ଗୋଟେ ନାରୀକୁ ଆମେ ସବୁବେଳେ ଅପମାନ କରିବା, ଗାଳି କରିବା, ଜୀବନକୁ